ଆଜିକା ଅକ୍ସନ ରେ କଣ କାର କଲେକ୍ସନ ଅଛି କହିଲେ ଦେଖିଆ। ଆଜିକା ଅକ୍ସନ ରେ ଆମର ସ୍ପେଶାଲ ଆପଣ କାର ଦେବି ହଁ ଯୋଉଟା କି ନୂଆ କାର ଆଜ୍ଞା। 2 ବର୍ଷର ଗାଡି ଆଜ୍ଞା ମାର୍କେଟ ର 50% କମ ରେ ଆପଣ ଗାଡି ପାଇପାରିବେ 50% ହଁ କମ ରେ ଭାଇ। ପାଇବା ନାଇଁ କି ତମେ ଭର୍ନା ଗାଡି କେବେ ଅଛି ଭର୍ନା କେତେ ଅଛି 19 ର ଗାଡି କେତେ ତାକୁ ଦେବେ? ମାତ୍ର ଷ୍ଟାର୍ଟ କରିବା 5 ଲକ୍ଷ ରୁ 5 ଲକ୍ଷ ହଁ। ସ୍କୋଡା କୋଡା ଅଛି ଇଏ ବି ସେଇ ଆମର ଷ୍ଟାର୍ଟ କରିବା 9 ଲକ୍ଷ ରୁ 9 ଲକ୍ଷ ଷ୍ଟାର୍ଟ କରିବା ତାପରେ ଦବା ଟାଟା ହେରିୟର ଦବା ଟାଟା ହାରିୟର ଭାଇ ଆସିବ ଇଏ ବି ଆପଣଙ୍କର 23 ର ଗାଡି ଆସିବ ହଁ ଆକୁ ମାତ୍ର ଷ୍ଟାର୍ଟ କରିବା 15 ଲକ୍ଷ ରୁ 15 ଲକ୍ଷ ଷ୍ଟାର୍ଟ କରିବା ତାପରେ ଭାଇ ଏକ୍ସଟର ଇଏ ଭାଇ 1200 କିଲୋମିଟର ଚାଲିଯିବ ମାତ୍ର 1200 ହଁ। କେତେ ମାନେ ପ୍ରାଇସିଂ ୟାକୁ ଦେବେ ଆମେ 6 ଲକ୍ଷ ରୁ ଷ୍ଟାର୍ଟ କରିବା ମାନେ ଟୋଟାଲି 50% 50% डिस्काउंट କମ ତାପରେ ଆଉ କଣ ଦେବେ ଭାଇ କୁହନ୍ତୁ ତାପରେ ଭର୍ନା ଗୋଟେ ଦେବେ ଭର୍ନା ଦବା ଆଜ୍ଞା ଯୋଉଟା କି ବର୍ଷକର ଗାଡି ଅଛି ହଁ ସେ 30 କିଲୋମିଟର ଚାଲିଛି ଆଜ୍ଞା ଆକୁ ସେ ଆମେ ଷ୍ଟାର୍ଟ କରିବା ମାତ୍ର 10 ଲକ୍ଷ ରୁ 10 ଲକ୍ଷ ଷ୍ଟାର୍ଟ କରିବା ତାପରେ ଦବା କଣ ତାପରେ ଗୋଟେ ବାଲୁନ ଦବା ଭାଇ ହଁ ଇଏ ଆପଣଙ୍କୁ 5 ଲକ୍ଷ ରୁ ଷ୍ଟାର୍ଟ କରିବା 5 ଲକ୍ଷର ବାଲେନୋ ତାପରେ ଦବା କଣ ଅଲ୍ଟ୍ରୋଜ ଚାରଟା ଅଲ୍ଟ୍ରୋସ୍ ଗୋଟେ ଅଛି ହଁ। ଆକୁ ଆମେ ସେଇ 4 ଲକ୍ଷ ରୁ ଷ୍ଟାର୍ଟ କରିବା ନିଶାନ ମ୍ୟାଗ୍ନେଟ ଦବା ଭାଇ ହଁ ନେସନାଲ ମାର୍କେଟ ଦବା ଆକୁ ଆମେ ବି 6 ଲକ୍ଷ ରୁ ଷ୍ଟାର୍ଟ କରିଦବା ଭାଇ ଏମିତିକା ପ୍ରାଇସିଂ ଦଉଛନ୍ତି ଜଲ୍ଦି ଜଲ୍ଦି ଦିଅନ୍ତୁ ଆମେ ଧରିକି ପଳେଇବୁ ଭାଇ এই প্রাইস তো ଆପଣ ଦେଇଦେବୁ ହଁ ଆପଣ ଆସିବେ ଅକ୍ସନରେ ପାର୍ଟିସିପେଟ କରିବେ ଅକ୍ସନରେ ପାର୍ଟିସିପେଟ କରୁ ଆଜ୍ଞା। ହେଲେ କୋଉ ଦିନ ଅକ୍ସନ ଅଛି କି ଆପଣ ଆସିବେ ଅଗଷ୍ଟ 12 ଅଗଷ୍ଟ 12 ତାରିଖରେ ହଁ। ମାନେ ସେଟା ମାନେ କଣ ମାନେ ସେଟା ସେଟା ସ୍ପେଶାଲ କଣ କଣ କି ଆମର ବର୍ଷ ଯାକର ହଁ। ଗୋଟେ ବଡ ଅକ୍ସନ ହୁଏ ଆଜ୍ଞା। ଯୋଉଟାକି ଆମେ ଫ୍ରିଡମ ଅକ୍ସନ କହୁ ଆଜ୍ଞା ଆପଣ ସେଇ ଦିନ ଆସିଲେ ଭଲ ରେଟ ରେ ହଁ ଆପଣ ଗାଡି ପାଇବେ ଗାଡି ପାଇବେ ନାଇଁ କି ଆଉ ଯଦି କହିବା ମାନେ ପାର୍ଟିସିପେଟ କରିବା ପାଇଁ ହେଲେ ଆମର ଡକୁମେଣ୍ଟ କଣ ଦରକାର ହବ ଡକୁମେଣ୍ଟ ଆଧାର ଦେବେ ହଁ। ପ୍ୟାନ ଦେବେ ହଁ ଆଉ ପେମେଣ୍ଟ କରିବେ 20,120 ଟଙ୍କା ଆଜ୍ଞା ଯୋଉଟା ରିଫଣ୍ଡେବଲ ରହିବ ହଁ 20,000 ଟଙ୍କା ଆଜ୍ଞା ତାପରେ ଆଉ କଣ କଣ ମାନେ ଖାଲି କାର ଅଛି ନା ଆଉ କଣ ବି ଅଛି କାର ଅଛି ହାଇବା ଅଛି ଟ୍ରକ୍ ଅଛି ହଁ ଜେସିବି ଅଛି ଆଜ୍ଞା ବଲକର ଅଛି ହଁ 18 ଚକିଆ ବି ଅଛି ଆଜ୍ଞା ସବୁ ଗାଡି ଆମ ପାଖରେ available। ସବୁ ଗାଡି ଅଛି ଆଜ୍ଞା। ହେଲେ ନମ୍ବର ଦେଇଦେବି ଭାଇ ମାନଙ୍କୁ ହଁ ନମ୍ବର ଦେଇ ଦିଅନ୍ତୁ ନମ୍ବର ଦିଆହଉଛି ଆରାମସେ କଲ୍ କରିବେ ଭିଜିଟ କରିବେ ଭାଇ କେବେ ଅଗଷ୍ଟ ଅଗଷ୍ଟ 12 12 ତାରିଖ ନାଇଁ କି ଆଜ୍ଞା। ଠିକ ରହିଲୁ।